ଓଡ଼ିଆ ଉପନ୍ୟାସ ଯାଜ୍ଞସେନୀ ଭାଗ 2। ନିତମ୍ବିନୀ ମୋର ପ୍ରିୟ ସଖୀ। ଦିନେ ଉଦ୍ୟାନରେ ସାନ୍ଧ୍ୟ ସମୀରଣ ସେବନ କରୁ କରୁ ଏକାନ୍ତରେ ସଖୀକୁ ପଚାରିଲି, କୃଷ୍ଣ କିଏ? ସଖୀ ମୋତେ ଆଡ଼ନୟନରେ ଚାହିଁଲା। ବଙ୍କିମ ଅଧରରେ ହାସ୍ୟରେଖା ଫୁଟେଇ ପଚାରିଲା, କୃଷ୍ଣଙ୍କଠାରେ କୃଷ୍ଣର କି ପ୍ରୟୋଜନ? ମୁଁ ନିର୍ମଳ ହସ ହସି କହିଲି, ପିତାଙ୍କଠାରୁ ଶୁଣିଛି, କେବଳ କୃଷ୍ଣର ନୁହେଁ, କୃଷ୍ଣଙ୍କଠାରେ ସମସ୍ତଙ୍କର ପ୍ରୟୋଜନ। କୃଷ୍ଣର କିଛି ବିଶେଷ ପ୍ରୟୋଜନ ଥିବ ପରା? ନିତମ୍ବିନୀ ଓଠ ଚିପି ହସୁ ହସୁ କହିଲା। ମୁଁ ଶାନ୍ତ ସ୍ୱରରେ କହିଲି, ଶୁଣିଛି ଦିନେ ପୃଥିବୀ ମାତାର ବିଶେଷ ପ୍ରୟୋଜନ ପଡ଼ିଥିବାରୁ କୃଷ୍ଣ ଧରାପୃଷ୍ଠରେ ଅବତରଣ କରିଥିଲେ। ନିତମ୍ବିନୀ ମୋର ଚିବୁକ ଧରି ଗଭୀର ସ୍ୱରରେ କହିଲା, ସଖୀ, କୃଷ୍ଣକୁ ଭୁଲିଯାଅ। ଆର୍ତ୍ତ ସ୍ୱରରେ ମୁଁ ପ୍ରଶ୍ନ କଲି, ସେ କି କଥା? ହଁ, ମୋ କଥା ମାନ। ଏକଥା ସତ୍ୟ ଯେ କୃଷ୍ଣଙ୍କଠାରେ ଅଛି ପ୍ରଜ୍ଞା ଓ ଶୌର୍ଯ୍ୟ। ସେ ଦୂରଦର୍ଶୀ, କୂଟନୀତିଜ୍ଞ, ଶକ୍ତିଶାଳୀ ଏବଂ କର୍ମବୀର। ସେ ପ୍ରସ୍ଫୁଟିତ ନୀଳପଦ୍ମ ପରି ସୁନ୍ଦର ଏବଂ ନିର୍ମଳ। ସେ ଆର୍ତ୍ତିର ଅଭୀଷ୍ଟ ପୂରଣ କରନ୍ତି ଏବଂ ସ୍ନେହର ପ୍ରତିଦାନ ଦିଅନ୍ତି। ସେ ଏକ ହାତରେ ଗ୍ରହଣ କଲେ ସହସ୍ର ହାତରେ ଦାନ କରନ୍ତି। ତାଙ୍କର ହୃଦୟ ବିଶାଳ ଏବଂ ମହାନ। ସେ ଅଦ୍ୱିତୀୟ, ବୀର ଏବଂ ପରମ ପୁରୁଷ। କିନ୍ତୁ ମୁଁ ଚମକି ପ୍ରଶ୍ନ କଲି, ସେ ଲମ୍ପଟ 16,000 ଗୋପନାରୀ ତାଙ୍କର ପ୍ରେମିକା। ନାରୀର ହୃଦୟକୁ ଜିଣିବା କଳାରେ ସେ ଏମିତି ପାରଙ୍ଗମ ଯେ ସ୍ୱାମୀ ପୁତ୍ର ସଂସାର ଛାଡ଼ି ଗୋପାଙ୍ଗନାମାନେ ତାଙ୍କର ମୋହନ ବଂଶୀ ସ୍ୱନ ଶୁଣି ଯମୁନା ତଟରେ ଅଭିସାର ରଚନ୍ତି। ଏ ଅବଶ୍ୟ ତାଙ୍କ କୈଶୋରର କଥା। ଏବେ କିନ୍ତୁ ସେ ପ୍ରଜାପାଳକ, ଧର୍ମଜ୍ଞ, ଦ୍ୱାରକାର ଅଧିପତି। ମୁଁ ମନେ ମନେ ଭାବିଲି, ସବୁ ଶ୍ରେଷ୍ଠ ଗୁଣର ଯିଏ ଅଧିକାରୀ, ତାଙ୍କ ପାଇଁ ସ୍ୱାମୀ ସଂସାର ଛାଡ଼ି ବାତୁଳି ହେବା ସ୍ତ୍ରୀମାନଙ୍କ ପକ୍ଷରେ ନିତାନ୍ତ ସ୍ୱାଭାବିକ। 16,000 ଛାଡ଼ି 7,000 ନାରୀ ଯଦି କୃଷ୍ଣ ପ୍ରେମରେ ବାତୁଳି ହୁଅନ୍ତି, ସେଥିରେ ତାଙ୍କର ଦୋଷ କ'ଣ? ଇଚ୍ଛା ହେଲା ଥରେ ସେଇ ପରମ ପୁରୁଷ କୃଷ୍ଣଙ୍କୁ ଦେଖିବା ପାଇଁ। କେମିତି ତାଙ୍କର ରୂପ? ନିତମ୍ବିନୀକୁ ପଚାରିଲେ ସେ ପରିହାସ କରିବ। କଥାଟାକୁ ବଢ଼େଇ ଚୁଢ଼େଇ ଅନ୍ୟ ସଖୀମାନଙ୍କୁ କହିବ। ମୋତେ ଚିଡ଼ାଇ ଚିଡ଼ାଇ ପ୍ରାଣ ନେଇଯିବ। କଥାଟିକୁ ସିଧାସଳଖ ନ ପଚାରି ପ୍ରଶ୍ନ କଲି, କୃଷ୍ଣଙ୍କର ବଂଶାନୁଚରିତ ଜାଣ? ନିତମ୍ବିନୀ ହସିଲା। କହିଲା, ବଂଶ ଦେଖନ୍ତି ପିତାମାତା, କନ୍ୟା ଖୋଜେ ରୂପ। କୃଷ୍ଣଙ୍କ ରୂପ ବର୍ଣ୍ଣନା ଶୁଣିଲେ ତୁମେ ମୂର୍ଚ୍ଛା ଯିବ। ଚେତନା ପାଇବା ମାତ୍ରେ କହିବ, କୃଷ୍ଣ ବିନା ଏ ଜୀବନ ବୃଥା। ସଙ୍ଗେ ସଙ୍ଗେ କୃଷ୍ଣଙ୍କୁ ଆଣିଦେ, ନଚେତ୍ ଏ ଦେହ ଧରିବି ନାହିଁ। ତାପରେ ମୁଁ କ'ଣ କରିବି? ମୁଁ ସ୍ୱପ୍ନାବିଷ୍ଟ ହୋଇ କୃଷ୍ଣଙ୍କ ରୂପର କଳ୍ପନାରେ ହଜି ଯାଇଥାଏ। କଳ୍ପନା ହିଁ ତ ମୋ ବୟସର ସହଚାରୀ। ଏ ବୟସରେ କିଏ କେତେ କଳ୍ପନା ନ କରେ? କଳ୍ପନାରେ କିଏ କେତେ ସୁଖ ନ ପାଏ? କିନ୍ତୁ ସମସ୍ତଙ୍କର ସବୁ କଳ୍ପନା ସତ ହୁଏ ନାହିଁ। କଳ୍ପନା ସର୍ବଦା ସତ୍ୟ ହୁଏ ନାହିଁ ବୋଲି କିଏ ବା କଳ୍ପନାକୁ ବାଦ୍ ଦେଇ ବଞ୍ଚିପାରେ? କୃଷ୍ଣଙ୍କ କଳନାରେ ମୁଁ ହଜିଗଲି। କୃଷ୍ଣତମାଳ ଲତାକୁଞ୍ଜ ତଳେ ଆମେ ଦୁଇ ସଖୀ ବସିଥାଉ। ନୀଳ ଆକାଶର ରଙ୍ଗ ଅସ୍ତ ସୂର୍ଯ୍ୟର ସ୍ପର୍ଶରେ ରଞ୍ଜିତ ହୋଇ ମୋ ପାଦର ଅଳତା ଧାରାରେ ପ୍ରତିଫଳିତ ହେଉଥାଏ। ସ୍ୱଚ୍ଛ ସଲିଳ ଉଦ୍ୟାନ ସରସୀରେ ଢଳ ଢଳ ନୀଳକଇଁ ଧୀରେ ଧୀରେ ପାଖୁଡ଼ା ମେଲୁଥାଏ। ଅଭିସାରିକାର ଭୀରୁ ପଦପାତ ପରି ନିସ୍ତବ୍ଧ ଶଙ୍କିତ ଭଙ୍ଗୀରେ ଚନ୍ଦ୍ରିକା ଖୋଜି ଗୋଟି ଗୋଟି ଚାପୁଡ଼ା ତାର ମୁକୁଳିତ ହେଉଥାଏ। ସନ୍ଧ୍ୟା ଆକାଶରେ ନୀଳମେଘ କେତେ ଖଣ୍ଡ ଚନ୍ଦ୍ରିକାର ପଥରୋଧ କରି ନୀଳକଇଁ ସଙ୍ଗେ କୌତୁକ ଆମୋଦ ଲଗାଇଥାନ୍ତି। ଏଣେ ଆକାଶର ନୀଳମେଘକୁ ଦେଖି ମୋର ପୋଷା ମୟୂର ଦୁଇଟି ପୁଚ୍ଛ ମେଲି ନାଚିବାରେ ଉପକ୍ରମ କରୁଥାନ୍ତି। ନିତମ୍ବିନୀ କୃଷ୍ଣଙ୍କର ରୂପ ବର୍ଣ୍ଣନା କରୁଥାଏ। ମୟୂର ଚନ୍ଦ୍ରିକାର ତାଳେ ତାଳେ ମୋ ହୃଦୟ ବି କେଜାଣି କାହିଁକି ନାଚି ଉଠୁଥାଏ। ମୁଁ ଭାବୁଥାଏ, କୃଷ୍ଣ କେମିତି? ହୁଏତ ନୀଳତମାଳ ପରି କିମ୍ବା ନୀଳମେଘ ପରି ତାଙ୍କ ଦେହର ବର୍ଣ୍ଣ। ନୀଳକଇଁ ପରି ନିର୍ମଳ କୋମଳ ତାଙ୍କର ଚକ୍ଷୁର ଦୃଷ୍ଟି। ମୟୂର ଚନ୍ଦ୍ରିକାର ଉଜ୍ଜ୍ୱଳ ନୀଳ ରଙ୍ଗ ପରି ତାଙ୍କ କେଶର ରଙ୍ଗ। ଆଉ ତାଙ୍କର
ଅଗସ୍ତି ଫୁଲ ପରି ବଙ୍କିମ ସୁନ୍ଦର, ପଦ୍ମକୋରକ ଭଳି ହସ୍ତପଦ, ନୀଳ ଆକାଶ ପରି ଉଦାର ପ୍ରଶସ୍ତ ବକ୍ଷ, ବସନ୍ତର କୁହୁତାନ ଭଳି ମନ୍ଦ୍ର ମଧୁର ତାଙ୍କର କଣ୍ଠସ୍ୱର, ହେନା ଫୁଲର ସୁରଭି ଭଳି ତାଙ୍କ ଦେହର ଗନ୍ଧ, ଆଉ ଚମ୍ପା ତରୁ ପରି ଶ୍ୟାମଳ କୋମଳ ଶକ୍ତ ଆଉ ଦୀର୍ଘ ତାଙ୍କର ଶରୀର। ସମ୍ମୋହିତ ହେଲା ଭଳି ମୁଁ ଶୁଣୁଥାଏ ନିତମ୍ବିନୀର ବର୍ଣ୍ଣନା। ଚାତୁରୀ ଭିତରେ କୃଷ୍ଣଙ୍କର ରୂପ ଶୋଭାର କଥା। ନିତମ୍ବିନୀ ମୋତେ ତୀର୍ଯ୍ୟକ୍ ଦୃଷ୍ଟିରେ କଟାକ୍ଷ ହାଣି ଅଳ୍ପ ଛେପ ଢୋକି କହିଲା, ପୁଣି ମଧୁପାନ କରି କୃଷ୍ଣଙ୍କ ବାହୁବନ୍ଧନର ଅନୁଭବ ଆଉ କୃଷ୍ଣ ପ୍ରେମର ମାଦକତା। ନିଶାଗ୍ରସ୍ତ ଭଳି ମୁଁ ଢଳି ପଡ଼ୁଥାଏ ନିତମ୍ବିନୀର ଆଶ୍ରୟ ଭିତରେ। ସମଗ୍ର ଶରୀର ଥର ଥର କମ୍ପି ଉଠୁଥାଏ, ହୃଦୟ ସ୍ପନ୍ଦିତ ହେଉଥାଏ ବିଚିତ୍ର ଆବେଗର ଛନ୍ଦରେ। ଏ ଅନୁଭବ ଆଗରୁ ତ କେବେ ହୋଇନି। କ'ଣ ଏହାର ଅର୍ଥ? ଏପରି କାହିଁକି ହୁଏ? ଶୁଣିଲି ନିତମ୍ବିନୀ କାନ ପାଖରେ କହୁଛି, କୃଷ୍ଣ ପ୍ରେମ, ଏ ତାରି ଲକ୍ଷଣ। ହେ ପ୍ରଭୁ, ମୁଁ ଏବେ କ'ଣ କରିବି? ଲତାକୁଞ୍ଜ ତଳେ ମୋତେ ସେ ଶୋଇଦେଲା। ପୁଷ୍କରିଣୀ ଭିତରକୁ ଓହ୍ଲେଇ ଗଲା ଜଳ ଆଣି ମୋତେ ସାଷ୍ଟମ କରିବା ପାଇଁ। ମୁଁ ଚେତନା ହରାଇ ନଥାଏ, ସବୁ କିଛି ବୁଝିପାରୁଥାଏ। କିନ୍ତୁ ଗୋଟିଏ ସ୍ୱପ୍ନର ପୃଥିବୀରେ ମୁଁ ବିଚରଣ କରୁଥାଏ। ଯୁଆଡ଼େ ଚାହୁଁଥାଏ ଖାଲି ନୀଳ ନୀଳ କୃଷ୍ଣ ନୀଳ। ସାରା ବିଶ୍ୱ କୃଷ୍ଣମୟ, ପ୍ରେମମୟ, ମଧୁମୟ। ମୁଁ ଦେଖୁଥାଏ ଏ ବିଶ୍ୱମୟ କୃଷ୍ଣ, କୃଷ୍ଣମୟ ବିଶ୍ୱ। ସଖୀ ନିତମ୍ବିନୀ ମୋ ମୁହଁରେ ଜଳ ସିଞ୍ଚନ କରିବା ପୂର୍ବରୁ ନୀଳମେଘରୁ କେତେ ବୁନ୍ଦୁ ଜଳ ମୋ ମୁହଁ ଉପରେ ଝରି ପଡ଼ିଲା। ମୋର କମ୍ପିତ ଶରୀର ଉପରେ ଟୁପ୍ ଟୁପ୍ ଝରୁଥାଏ ଗୋଟିଏ ଗୋଟିଏ କୃଷ୍ଣତମାଳ ପୁଷ୍ପ। ମୋତେ ଅଧିକରୁ ଅଧିକ ରୋମାଞ୍ଚିତ କରୁଥାଏ। ମୋ ପୋଷା ମୟୂର ମୋ ମୁହଁ ଚାରିପଟେ ପୁଚ୍ଛ ହଲାଇ ପଙ୍ଖା କରୁଥାନ୍ତି। ମୁଁ ଧୀରେ ଧୀରେ ପ୍ରକୃତିସ୍ଥା ହୋଇ ଲଜ୍ଜାରେ ଝାଉଁଳି ପଡ଼ିଥାଏ। ଛି, ସଖୀ ନିତମ୍ବିନୀ କ'ଣ ଭାବିଥିବ? ସଖୀ ଜଳ ଆଞ୍ଜୁଳାଏ ଧରି ମୋ ପାଖରେ ପହଞ୍ଚିବା ପୂର୍ବରୁ ମୁଁ ଲାଜରେ ଆଖି ବୁଜି ପଡ଼ି ରହିଲି। କିନ୍ତୁ ଜଳ ଆଞ୍ଜୁଳାକ ସଙ୍ଗରେ ଦୁଇଟି ସଦ୍ୟ ଫୁଟନ୍ତା ନୀଳ କଇଁ ଯେ ସେ ତୋଳି ଆଣିଛି ସେ କଥା ବି ମୁଁ ଲକ୍ଷ୍ୟ କରିଥାଏ। ହାୟ, ଫୁଲ ଦୁଇଟି ତୋଳିଲା କାହିଁକି ନିତମ୍ବିନୀ? ଚନ୍ଦ୍ରିକାର ମଧୁପାନ କରି ରାତିସାରା ନୀଳକଇଁ ହସିଥାନ୍ତା। ନିତମ୍ବିନୀର ନିର୍ଦୟପଣିଆ ଦେଖି କ୍ଷୁର୍ଣ୍ଣ ହେଲି। ନିତମ୍ବିନୀ ମୋ ମୁହଁରେ ଜଳ ସିଞ୍ଚିଲା। ମୁଁ ଏଥର ଉଠି ବସିବାରେ କିଛି ବାଧା ନାହିଁ। କିନ୍ତୁ ଜାଣି ଜାଣି ମୁଁ ଉଠିଲି ନାହିଁ, ଆଖି ଖୋଲିଲି ନାହିଁ। ପ୍ରଥମ କାରଣ ଲଜ୍ଜା, ଦ୍ୱିତୀୟ କାରଣ ନୀଳକଇଁ ତୋଳିଥିବାରୁ ନିତମ୍ବିନୀ ଉପରେ ବିରକ୍ତି। ନିତମ୍ବିନୀ ନୀଳକଇଁର ପାଖୁଡ଼ାକୁ ଧୀରେ ଧୀରେ ମୋ ମୁହଁ ଉପରେ ଛୁଆଇଁ ଆଣିଲା। ଓଠ ଚିପି ଗଳାକୁ ମିଠା କରି ମୋ କାନ ପାଖରେ ଆସ୍ତେ କହିଲା, ମୁଁ ଜାଣେ କୃଷ୍ଣଙ୍କ ସଞ୍ଜୀବନୀ ସ୍ପର୍ଶ ବିନା ଏ ରୋଗର ଉପଶମ ନାହିଁ। କିନ୍ତୁ ସଖୀ, ଦ୍ୱାରକା ନିବାସୀ ଗୋବିନ୍ଦଙ୍କୁ ସଙ୍ଗେ ସଙ୍ଗେ ପାଇବୁ କୋଉଠୁ? ତେଣୁ କୃଷ୍ଣ ନାମ ସ୍ମରି ଏଇ ନୀଳକଇଁ ଦୁଇଟି ତୁମ ହୃଦୟ ପାଖରେ ସ୍ଥାପନ କରୁଛି। ଏତିକିରେ ବର୍ତ୍ତମାନ ପାଇଁ ସୁସ୍ଥ ହୋଇ ନ ଉଠିଲେ ପିତା ଦ୍ରୁପଦ ରାଜବୈଦ୍ୟଙ୍କୁ ଧରି ଉଦ୍ୟାନରେ ପହଞ୍ଚିବେ। ନୀଳାଞ୍ଜନା ଖବର ନେଇ ଉଆସକୁ ଯାଇଛି। ମହାରାଜଙ୍କୁ ରୋଗର କାରଣ ସମ୍ପର୍କରେ କ'ଣ କହିବି? ଏତିକି କହି ନିତମ୍ବିନୀ ନୀଳକଇଁ ଦୁଇଟିକୁ ମୋର ବକ୍ଷ ଦେଶରେ ରଖିଦେଲା। ମୁଁ ଫୁଲ ଦୁଇଟିକୁ ନିବିଡ଼ ଭାବେ ବକ୍ଷରେ ଜଡ଼ାଇ ଧରି ରଖିଲି। ଆହା, କାହିଁକି ଫୁଲ ଦୁଇଟି ତୋଳିଦେଲ? ଫୁଲ ଦୁଇଟିକୁ କୋମଳ ଭାବରେ ଧରି ମୁଁ ଉଠି ପଡ଼ିଲି। ନିତମ୍ବିନୀ ମଧ୍ୟ ଧଡ଼ପଡ଼ ହୋଇ ଉଠି ପଡ଼ିଲା। ଆସ୍ତେ କହିଲା, ମହାରାଜ ଆସୁଛନ୍ତି। ତାଙ୍କ ପଛରେ ସେ ପୁଣି କିଏ? ମୁଁ ବୁଝିପାରିଲି ନୀଳାଞ୍ଜନାର ଏକତ କାଣ୍ଡ। ମୋ ଅସୁସ୍ଥତା ଖବର ସେ ପିତାଙ୍କୁ ଦେଇଛି ଏବଂ ରାଜବୈଦ୍ୟଙ୍କୁ ଧରି ପିତା ସଙ୍ଗେ ସଙ୍ଗେ ଆସିଛନ୍ତି। ମୋର ସାମାନ୍ୟ କଷ୍ଟ ପିତା ସହିପାରନ୍ତି ନାହିଁ। ଏବେ କ'ଣ କହିବି? କୃଷ୍ଣଙ୍କ ରୂପ ବର୍ଣ୍ଣନା ଶୁଣୁ ଶୁଣୁ ମୁଁ ମୂର୍ଚ୍ଛା ହେଇଗଲି। ଏକଥା ଯଦି ବୋଲିବି, ମୁଁ ତାଙ୍କୁ ମୁହଁ ଦେଖାଇବି କେମିତି? ଲାଜରେ ତଳକୁ ମୁହଁ ପୋତି ମୁଁ ବସିଥାଏ। ନୀଳାଞ୍ଜନା ଉପରେ ରାଗୁଥାଏ। ଏଇ ସାମାନ୍ୟ କଥାଟା ପିତାଙ୍କୁ ଜଣାଇବା କି ଆବଶ୍ୟକତା ଥିଲା? ମୁଁ ବିରକ୍ତ ହେଲି ମନେ ମନେ। ଔଷଧ ପ୍ରତି ମୋର ଘୋର ବିତୃଷ୍ଣା। ତା ସଙ୍ଗେ ସଙ୍ଗେ ରାଜବୈଦ୍ୟଙ୍କ ପ୍ରତି ମଧ୍ୟ।
ତେଣୁ ରୋଗଶଯ୍ୟାରେ ରାଜବୈଦ୍ୟଙ୍କୁ ଦେଖିବା ମାତ୍ରେ ମୁଁ ଚିଡ଼ି ଉଠେ। ବହୁ କଷ୍ଟରେ ମୋତେ ଔଷଧ ଖୁଆଇବା ପାଇଁ ହୁଏ। ଶୁଣିଲି ପିତା ସ୍ନେହପୂର୍ଣ୍ଣ ଗଳାରେ କହୁଛନ୍ତି, ସବୁ ରୋଗର ନିଦାନ ସ୍ୱୟଂ ଶ୍ରୀକୃଷ୍ଣ ଯେଉଁଠି ଉପସ୍ଥିତ ସେଠି ରାଜବୈଦ୍ୟଙ୍କୁ ଆଣନ୍ତି କାହିଁକି? ତୁ ଚିନ୍ତା କରନାହିଁ ମା। ହେନା ଫୁଲର ବାସ୍ନାରେ ସାରା ବଗିଚା ମହକି ଉଠିଲା। ଝଲକାଏ ପବନ କେଜାଣି କାହିଁକି ଉତ୍ତଳା ହେଇ କୃଷ୍ଣତମାଳ ଫୁଲ କେତେଟା ମୋ ଉପରେ ଝରାଇ ଦେଇ ବହିଗଲା। ସେ ପବନରେ ମୟୂର ଚନ୍ଦ୍ରିକାଟିଏ କେଉଁଠାରୁ ଉଡ଼ି ଆସି ମୋ କୋଳରେ ପଡ଼ିଲା। ମୋ ସାରା ଶରୀର ରୋମାଞ୍ଚିତ ହୋଇଗଲା। କେଉଁଠୁ ଆସିଲା ଏ ମୟୂର ଚନ୍ଦ୍ରିକା? ମୋର ମୟୂର ଦୁଇଟି ଯେ ବହୁବେଳ ହେଲା ଚାଲିଗଲେଣି। ପିତା ସ୍ନେହପୂର୍ଣ୍ଣ ଗଳାରେ କହିଲେ, କୃଷ୍ଣଙ୍କର ଆଶୀର୍ବାଦ ଗ୍ରହଣ କର ମା। ତୁ ଯେ ପରମ ସୌଭାଗ୍ୟବତୀ ହେବାକୁ ଯାଉଛୁ, ଏହା ହିଁ ତାର ନମୁନା। ମୟୂର ଚନ୍ଦ୍ରିକାଟିକୁ ସ୍ପର୍ଶ କଲେ କାଳେ ଆଉ ଥରେ ମୂର୍ଚ୍ଛିଯିବି, ସେଇ ଭୟରେ ମୁଁ ତାକୁ ଉଠାଇଲି ନାହିଁ। ନିତମ୍ବିନୀ ମୋର ମନ କଥା ବୁଝିପାରେ। ସେ ଚନ୍ଦ୍ରିକାଟିକୁ ଅତି ଯତ୍ନରେ ତୋଳି ନେଇ କହିଲା, ତମ କବିତା ବହି ଭିତରେ ରଖିଦେବି। ଛି, ନିତମ୍ବିନୀର କାଣ୍ଡଜ୍ଞାନ ନାହିଁ। ମୁଁ ଯେ କବିତା ଲେଖେ ସେ କଥା କ'ଣ କୃଷ୍ଣଙ୍କର ଜାଣିବା ଉଚିତ? ଯାହାଙ୍କ ପଦରେଣୁର ଏ ବିଶ୍ୱ କାବ୍ୟମୟ ହୁଏ, ମୋ କବିତା ଲେଖା ଶୁଣି ସେ କ'ଣ ଭାବିବେ? ତା ଛଡ଼ା ପିତା ମଧ୍ୟ କ'ଣ ଭାବିବେ? ଶୁଣିଲି ପିତା ସ୍ନେହପୂର୍ଣ୍ଣ କଣ୍ଠରେ କହୁଛନ୍ତି, କୃଷ୍ଣଙ୍କ ପଦବନ୍ଦନା କର୍ମା। ଏଇମାତ୍ର ଦ୍ୱାରକାରୁ ଆସି ପହଞ୍ଚିଛନ୍ତି। ତ ଅସୁସ୍ଥତା ସମ୍ବାଦ ପାଇ ମୋ ସାଙ୍ଗେ ଉଦ୍ୟାନକୁ ଚାଲି ଆସିଲେ। ମୋ ହାତରେ ଦୁଇଟି ସୁନ୍ଦର ସତେଜ ନୀଳକଇଁ। ମୋ ଆଖି ଆଗରେ ପିତାଙ୍କ ପାଦ ପାଖରେ ଦୁଇଟି ନୀଳ କୋମଳ କୋରକିତ ପଦପଦ୍ମ। ମୁଁ କିବା ଛାର! ବିଶ୍ୱର ଶ୍ରେଷ୍ଠ କାବ୍ୟକାର ମଧ୍ୟ ସେ ପାଦ ଦୁଇଟିର ବର୍ଣ୍ଣନା କରିପାରିବେ ନାହିଁ। ସେଇ ପାଦ ଦୁଇଟିରେ କି ସମ୍ମୋହନ ଶକ୍ତି ଥିଲା କେଜାଣି? ମୁଁ ଯନ୍ତ୍ରଚାଳିତ ଭଳି ନୀଳକଇଁ ଦୁଇଟିକୁ ନେଇ ପାଦ ଉପରେ ଥୋଇଦେଇ ଅଶ୍ରୁ ଜଳରେ ସେ ପାଦକୁ ଧୋଇଦେଲି। ପ୍ରଥମ ଦେଖାରେ କୃଷ୍ଣଙ୍କ ପାଦ ଦୁଇଟିକୁ ହିଁ ମୁଁ ଦର୍ଶନ କଲି। ପିତାଙ୍କ ସଙ୍ଗେ କୃଷ୍ଣ ଉଆସକୁ ଫେରି ଯାଇଥିଲେ। ସେ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ମୁଁ ଧ୍ୟାନମଗ୍ନ ହୋଇ ବସିଥାଏ, ଆଖି ତୋଳି ଚାହିଁ ନଥାଏ। ନିତମ୍ବିନୀ ମୋତେ ହଲାଇ ଦେଇ କହିଲା, ସଖୀ, ଏ କ'ଣ କଲ? ବକ୍ଷ ଦେଶରେ ସ୍ଥାନ ଦେଇଥିବା ନୀଳକଇଁକୁ କୃଷ୍ଣଙ୍କ ପାଦ ଅର୍ଘ୍ୟ ଦେଇଦେଲ। ଏବେ କ'ଣ କରିବ? ମୁଁ ବିହ୍ୱଳ ହୋଇ କହିଲି, କହ ନିତମ୍ବିନୀ, ଏବେ କ'ଣ କରିବି? ସାରା ରାତି ସେଇ ପାଦ ଦୁଇଟିର ବର୍ଣ୍ଣନା କରି ମୁଁ କବିତା ଲେଖିଲି। ତେବେ ମଧ୍ୟ ମନ ବୁଝିଲା ନାହିଁ। ଭାବିଲି, ଯାହାର ପାଦ ଦୁଇଟିର ବର୍ଣ୍ଣନା ମୋ ଶକ୍ତିର ବାହାରେ, ତାର ମୁଖ, ଆଖି, ଅଧର ଏବଂ ବ୍ୟକ୍ତିତ୍ୱର ବର୍ଣ୍ଣନା କରି କି କବିତା ମୁଁ ଲେଖିବି? ଯଦି ବି ଲେଖିପାରିବି ନାହିଁ, ତେବେ କାହିଁକି ଆଉ କବିତା ଲେଖିବି? ସମସ୍ତଙ୍କ ମନ ଭିତରେ କବିତା ଥାଏ। କେହି ଲେଖେ, କେହି ଲେଖେ ନା। ମୁଁ କିନ୍ତୁ ଲେଖେ। ଯେତେବେଳେ ଯେଉଁ ଭାବନା ମନକୁ ଆସେ, ମୁଁ ତାକୁ କବିତାରେ ରୂପ ଦିଏ। ମୋ ଉପଯୁକ୍ତ ଶିକ୍ଷା ପାଇଁ ପିତା ସମସ୍ତ ବ୍ୟବସ୍ଥା କରିଥିଲେ। ମୁଁ ଯେ ବିଦୁଷୀ ଏବଂ ଜ୍ଞାନ ପିପାସୁ ଏକଥା ମୋର ଶିକ୍ଷାଗୁରୁମାନେ ପିତାଙ୍କୁ କହନ୍ତି। ଖୁବ୍ ଶୀଘ୍ର ମୁଁ ଅନେକ ଶାସ୍ତ୍ର ପଢ଼ି ଆୟତ୍ତ କରି ନେଇଥିଲି। ଗଣିତଶାସ୍ତ୍ର, ଗୃହ ବିଜ୍ଞାନ, ଚିତ୍ରାଙ୍କନ, ରନ୍ଧନ, ପୁଷ୍ପସଜ୍ଜା, ଅତିଥି ସତ୍କାର ଇତ୍ୟାଦି ସମସ୍ତ ବିଦ୍ୟାରେ ମୁଁ ନିପୁଣା ଥିଲି। ପ୍ରତ୍ୟେକ ବିଭାଗ ଶିକ୍ଷା ଦେବା ପାଇଁ ପିତା ଭିନ୍ନ ଭିନ୍ନ ଗୁରୁଙ୍କୁ ନିଯୁକ୍ତି ଦେଇଥିଲେ। ମାତ୍ର କବିତା ଲେଖା ଶିକ୍ଷା ଦେବା ପାଇଁ କୌଣସି ଗୁରୁ ନିଯୁକ୍ତି ପାଇନଥିଲେ। କବିତା ଲେଖିବା ପାଇଁ ମୋର ମନ ହିଁ ମୋତେ ପ୍ରେରଣା ଦେଇଥିଲା। ମୋର କଳ୍ପନା ହିଁ ମୋତେ କବିତା ଲେଖା ଶିଖାଇଥିଲା। ତେଣୁ ସେ ବିଦ୍ୟାଟି ମୋର ନିଜସ୍ୱ କଳା। ପିତା ସେ କଥା ଜାଣିବେ କେମିତି? ଆମ ଘରେ ଅନେକ ସମୟରେ ଶାସ୍ତ୍ର ଆଲୋଚନା ହୁଏ। କାବ୍ୟ କବିତାର ଆସର ବସେ। ବହୁ ପଣ୍ଡିତ, କବି, ବିଦ୍ୱାନ ମଣ୍ଡଳୀ ପିତାଙ୍କ ନିମନ୍ତ୍ରଣରେ ଆଲୋଚନା ଚକ୍ରରେ ଭାଗ ନିଅନ୍ତି। ଏସବୁ ହୁଏ କେବଳ ମୋରି ପାଇଁ। କାରଣ ପିତା ଜାଣନ୍ତି, ନୃତ୍ୟ, ଗୀତ, ଆମୋଦ ପ୍ରମୋଦ ଅପେକ୍ଷା ଏସବୁ ମୋତେ ବେଶୀ ଭଲ ଲାଗେ। ମୁଁ ମଧ୍ୟ ସବୁ ଆଲୋଚନାରେ ଭାଗ ନିଏ। ପଣ୍ଡିତମାନଙ୍କ ଦ୍ୱାରା ମୋର ଅନେକ ସନ୍ଦେହ ଦୂର କରାଇ ନିଏ। ମୋର ଜ୍ଞାନ ପିପାସା ମେଣ୍ଟାଇ ଦେବାକୁ ଚେଷ୍ଟା କରେ। ମାତ୍ର ଅନନ୍ତ ମୋର ଜ୍ଞାନ ପିପାସା, ତାର ଶେଷ ନାହିଁ। ଥରେ ବ୍ୟାସଦେବ କୃଷ୍ଣଦ୍ୱୈପାୟନଙ୍କ ଠାରୁ ଶାସ୍ତ୍ର ଆଲୋଚନା ଶୁଣୁ ଶୁଣୁ ମୁଁ ଏତେ ବିହ୍ୱଳ ହୋଇଗଲି ଯେ ପ୍ରଶ୍ନ କଲି, ମହାଶୟ,
ସାରା ସୃଷ୍ଟିର ଯେତେ ଯାହା ଶାସ୍ତ୍ର ଗ୍ରନ୍ଥ ଏବଂ ଜ୍ଞାନ ଅଛି ତାକୁ ଆୟତ୍ତ କରିବା ପାଇଁ ମୋର ସମଗ୍ର ଜୀବନ ଯଦି ଯଥେଷ୍ଟ ନ ହୁଏ ତେବେ ମୁଁ କି ଉପାୟ କରିବି? ବ୍ୟାସଦେବ ହସି ହସି କହିଲେ, ତୁମର ନାମ କୃଷ୍ଣା ନ ହୋଇ ତୃଷ୍ଣା ହୋଇଥିଲେ ଭଲ ହୋଇଥାନ୍ତା। ମା, ତୃଷ୍ଣା ଦୁଃଖଦାୟକ, କିନ୍ତୁ ଜ୍ଞାନର ତୃଷ୍ଣା କେବଳ ଆନନ୍ଦ ହିଁ ପ୍ରଦାନ କରେ। ଜ୍ଞାନର ତୃଷ୍ଣା ଗୋଟିଏ ଜନ୍ମରେ କ'ଣ ସହସ୍ର ଜନ୍ମରେ ବି ମେଣ୍ଟି ପାରେ ନାହିଁ। ଜଳପାନ କଲେ ତୃଷା ଦୂର ହୁଏ, କିନ୍ତୁ ଜ୍ଞାନପାନ କଲେ ଜ୍ଞାନର ତୃଷା ବଳବତ୍ତର ହୁଏ। ତୃଷା ମେଣ୍ଟିଗଲେ ଜ୍ଞାନର ପଥରୁଦ୍ଧ ହୋଇଯାଏ। ଅନନ୍ତ ସମୟର ବେଳାରୁ ଜ୍ଞାନର କ୍ଷୁଦ୍ର ଚିତ୍ର ବିଚିତ୍ର ଶାମୁକା ସବୁ ସାଉଁଟୁ ସାଉଁଟୁ ଯଦି ଜୀବନ ସରିଯାଏ ତେବେ ସେଇ ତ ସାର୍ଥକ ଜୀବନ। ମୁଁ ଆହ୍ଲାଦିତ ହୋଇ ପ୍ରଶ୍ନ କଲି, ଯେତେ ସବୁ ଗ୍ରନ୍ଥ ମୋର ଗୁରୁମାନେ ଦେଇଥିଲେ ମୁଁ ପଢ଼ି ଶେଷ କରିସାରିଛି, ଆଉ କେଉଁ ଗ୍ରନ୍ଥ ପଢ଼ିବି? ବେଦବ୍ୟାସ ହସି ହସି କହିଲେ, ଜ୍ଞାନ ଆହରଣ ପାଇଁ ଗ୍ରନ୍ଥର କ'ଣ ଅଭାବ ରହିଛି? ଏ ବିଶାଳ ବିଶ୍ୱ ହେଉଛି ସର୍ବଶ୍ରେଷ୍ଠ ଗ୍ରନ୍ଥାଗାର। ବିଶ୍ୱମୟଙ୍କର ସମସ୍ତ ସର୍ଜନା, କୀଟାଣୁ ଭୂତାଣୁ ଠାରୁ ଆରମ୍ଭ କରି ଗ୍ରହ ନକ୍ଷତ୍ର ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ସେହି ଗ୍ରନ୍ଥାଗାରର ଏକ ଏକ ମହାନ ଗ୍ରନ୍ଥ। ଏ ପୃଥିବୀର ଧୂଳିକଣା ସହ ମଧ୍ୟ ମୁହୂର୍ତ୍ତ ମୁହୂର୍ତ୍ତର ଅନୁଭୂତି ହେଉଛି ସେହି ସବୁ ଗ୍ରନ୍ଥମାନଙ୍କର ଗୋଟିଏ ଗୋଟିଏ ପତ୍ର। ତେଣୁ ଜୀବନର ପ୍ରତ୍ୟେକଟି ଅନୁଭୂତ ଅଧ୍ୟୟନର ବସ୍ତୁ। ପୃଥିବୀରେ ଶାସ୍ତ୍ରକାର, ପଣ୍ଡିତ, କାବ୍ୟକାର, ମୁନି, ଋଷି, ବିଦ୍ୱାନ ବ୍ୟକ୍ତିଗଣ ଜୀବନ ସାରା ଅଧ୍ୟୟନ କରି ମଧ୍ୟ ତାଙ୍କ ରହସ୍ୟ ଉନ୍ମୋଚନ କରିପାରନ୍ତି ନାହିଁ। ମା, ତମର ଆଉ ଗ୍ରନ୍ଥ ପଢ଼ିବାରେ ଆବଶ୍ୟକତା ନାହିଁ। ଏଣିକି ଜୀବନକୁ ଅଧ୍ୟୟନ କର, ଜୀବନର ମହାନତାକୁ ପ୍ରତିପାଦନ କର। ଏ ପୃଥିବୀରେ ଈଶ୍ୱର ଯାହା ଦେହରେ ଜୀବନର ସ୍ପନ୍ଦନ ଦେଇଛନ୍ତି ତା ପଛରେ କିଛି ନା କିଛି ମହତ୍ ଉଦ୍ଦେଶ୍ୟ ନିହିତ ଅଛି। ସାଧାରଣ ଜୀବନ କାଟିବା ତମ ଜନ୍ମର ଉଦ୍ଦେଶ୍ୟ ନୁହେଁ। ତମ ପାଇଁ ଜୀବନରେ ଅନେକ ବିଚିତ୍ର ରୋମାଞ୍ଚକର ଘଟଣାବଳୀ ଅପେକ୍ଷା କରି ରହିଛି। ତାହା ହିଁ ହେବ ତୁମ ଜୀବନର ଚରମ ଅଧ୍ୟୟନ। ସେଥିରେ କୃତିତ୍ୱ ଅର୍ଜନ ପାଇଁ ନିଜକୁ ପ୍ରସ୍ତୁତ କର। ମହାମୁନି ବ୍ୟାସଦେବ ଭବିଷ୍ୟଦ୍ରଷ୍ଟା। ମୋ ଜୀବନ ସମ୍ବନ୍ଧରେ ତାଙ୍କର ଭବିଷ୍ୟବାଣୀ ଯେ ଅକାଟ୍ୟ, ସେଥିରେ ସନ୍ଦେହ ନାହିଁ। ଜୀବନ ସମ୍ବନ୍ଧରେ ମୁଁ ନାନା କଳ୍ପନା ଜଳ୍ପନା କରିବାକୁ ଲାଗିଲି। ସେ କଳ୍ପନାକୁ ମୁଁ କବିତାରେ ରୂପାନ୍ତରିତ କରି ଆତ୍ମତୃପ୍ତି ଲାଭ କରୁଥିଲି। କିନ୍ତୁ ଆଜିର ଅନୁଭୂତିକୁ ଭାଷା ଦେଇ କବିତାରେ ରୂପାନ୍ତରିତ କରିବା ମୋ ଶକ୍ତିର ବାହାରେ। ଯେଉଁ ଅନୁଭୂତି ଅଲିଭା ଅକ୍ଷରରେ ହୃଦୟରେ କବିତା ହୋଇ ଲେଖି ହୋଇଯାଇଥାଏ, ତାକୁ ଲେଖନୀରେ ଫୁଟାଇ ଅନ୍ୟମାନଙ୍କ ପାଇଁ ଲେଖି ହୁଏନା, କାରଣ ସେ କବିତାର ପ୍ରତ୍ୟେକଟି ପଂକ୍ତିର ସ୍ପନ୍ଦନ ନିଜସ୍ୱ, ଏକାନ୍ତ ଓ ନିଜସ୍ୱ।